ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ସାହାନାଇ ବାଜିବାକୁ ଯାଉଛି। ଆସନ୍ତା ଜୁଲାଇ 12 ତାରିଖରେ ଅନନ୍ତ ଅମ୍ବାନୀ ଓ ରାଧିକା ମାର୍ଚାଣ୍ଟ ବିବାହ କରିବାକୁ ଯାଉଛନ୍ତି। ବର୍ତ୍ତମାନ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିବାହ ପୂର୍ବ ଉତ୍ସବକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୁଜରାଟ ଜାମନଗରରେ ମାର୍ଚ୍ଚ 1 ତାରିଖରେ ହୋଇଥିବା 3 ଦିନିଆ କାର୍ଯ୍ୟକ୍ରମରେ ବିଶ୍ୱର ଅନେକ ଜଣାଶୁଣା ବ୍ୟକ୍ତି ଯୋଗ ଦେଇଥିଲେ। ଅମ୍ବାନୀ ପରିବାର ପକ୍ଷରୁ ସମସ୍ତଙ୍କ ଯିବା ଆସିବା ବ୍ୟବସ୍ଥା ହୋଇଥିବା ବେଳେ ସେମାନଙ୍କୁ 2500 ପ୍ରକାର ଖାଦ୍ୟ ପରଷାଯାଇଥିଲା। ସକାଳ ଖାଦ୍ୟରେ ଅତିଥିଙ୍କୁ 75 ପ୍ରକାର ଖାଦ୍ୟ ଦିଆଯାଇଥିଲା। ସେହିପରି ମଧ୍ୟାହ୍ନ ଭୋଜନରେ 225 ପ୍ରକାର ଓ ରାତ୍ରି ଭୋଜନରେ 275 ପ୍ରକାର ଖାଦ୍ୟ ତିଆରି ହୋଇଥିଲା। ଏହାସହ ରାତି 12ରୁ ଭୋର 4ଟା ଭୋଜନରେ 85 ପ୍ରକାର ଖାଦ୍ୟ ଥିଲା। ତେବେ ଅନନ୍ତ ଓ ରାଧିକାଙ୍କ ବିବାହ ପୂର୍ବ ଉତ୍ସବରେ ଅମ୍ବାନୀ ପରିବାର 1000 କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।